ଏହି ଚ୍ୟାନେଲରେ ଆପଣମାନଙ୍କୁ ପୁନର୍ବାର ସ୍ୱାଗତ। ଫ୍ରେଣ୍ଡସ୍, ଆଜିକା ଦିନରେ ଆପଣମାନେ ସ୍ମାର୍ଟ ୱାଚ୍ ପିନ୍ଧୁଛନ୍ତି ଏବଂ ସେହି ସ୍ମାର୍ଟ ୱାଚ୍ର ଘଡ଼ି ଭୁଲ ହୋଇଥାଇପାରେ, କିନ୍ତୁ 1200 ବର୍ଷ ପୂର୍ବରୁ ଆମର ଓଡ଼ିଶାର ଏହି କାରିଗରୀମାନେ ଯେଉଁ ସ୍ମାର୍ଟ ୱାଚ୍ ଭଳି କୋଣାର୍କ ମନ୍ଦିରର ଘଡ଼ି ବନାଇଥିଲେ, ତାହା ସମ୍ପୂର୍ଣ୍ଣ ନିର୍ଭୁଲ ଭାବେ ସମୟ ବତାଇ ଦେଉଥିଲା। ଚାଲନ୍ତୁ ସେହି ବିଷୟରେ ଆଜି ଆମେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିବା। ଭିଡ଼ିଓଟି ଦେଖିବା ପୂର୍ବରୁ ଆପଣମାନଙ୍କୁ ଏତିକି କହି ରଖିବି, ବିନା ସ୍କ୍ରିପ୍ଟରେ ଶେଷ ପର୍ଯ୍ୟନ୍ତ ଆପଣମାନେ ଭିଡ଼ିଓଟିକୁ ଦେଖନ୍ତୁ ଏବଂ ସମ୍ପୂର୍ଣ୍ଣ ଫାଇଦା ଉଠାନ୍ତୁ। 1200 ବର୍ଷ ତଳର ସୂର୍ଯ୍ୟ ଘଡ଼ି, କୋଣାର୍କ ଚକ୍ରର ଅବିଶ୍ୱସନୀୟ ସାଇନ୍ସ। 1200 ବର୍ଷ, ଏତେ ଦିନ ତଳେ ଯେତେବେଳେ ଘଡ଼ି ଆବିଷ୍କାର ହୋଇନଥିଲା, ସେତେବେଳେ ଆମ ଓଡ଼ିଆମାନେ ଏହି ପଥର ଦେଖି କିପରି ଭାବେ ଟାଇମ୍ ନିରୂପଣ କରୁଥିଲେ। ଆଜି ଖୋଲିବା କୋଣାର୍କ ରହସ୍ୟର, ସୂର୍ଯ୍ୟ ଘଡ଼ିର ସବୁ ରହସ୍ୟ। ଏହି ସଂଖ୍ୟାର ଖେଳ ଦେଖନ୍ତୁ, କେତେ କାଲକୁଲେସନ୍ ଅଛି ଏଇଠି। 24ଟା ଚକ୍ର ସମାନ 24 ଘଣ୍ଟା, ପ୍ରତ୍ୟେକ ଚକ୍ର 8ଟା ବାହୁ ସମାନ ଏକ ଦିନର 8 ପ୍ରହର, ଆଉ ପ୍ରତ୍ୟେକ ବାହୁରେ 30ଟା ଛୋଟ ଗାତ ସମାନ 1 ପ୍ରହର। 3 ଘଣ୍ଟା 180 ମିନିଟ୍, 180 ମିନିଟ୍ ଡିଭାଇଡେଡ୍ 30 ସମାନ 6 ମିନିଟ୍। ମାନେ ଆମ ପୂର୍ବଜମାନେ 6 ମିନିଟ୍ ଆକ୍ୱାରୀରେ ଟାଇମ୍ ବି କହିପାରୁଥିଲେ। ଆସନ୍ତୁ ଆଉ ଟିକେ ସରଳ କରିଦେବା। ପ୍ରଥମେ ଦେଖନ୍ତୁ ସୂର୍ଯ୍ୟ କେଉଁଠାରେ ଅଛି, ଚକ୍ରର ଛାଇ କେଉଁ ବାହୁ ଉପରେ ପଡ଼ୁଛି। ଛାଇ ଯେଉଁ ଗାତ ଉପରେ ଅଛି ତାକୁ 6ରେ ଗୁଣନ୍ତୁ। ଫର୍ ଏକ୍ଜାମ୍ପଲ୍, ଯଦି ଚତୁର୍ଥ ଗାତରେ ଛାଇ ଅଛି, ତେବେ 4 × 6 = 24 ମିନିଟ୍। ଏତେ ସିମ୍ପଲ୍ ଥିଲା 1200 ବର୍ଷ ତଳର ଟେକ୍ନୋଲୋଜି ଆଉ ଇତିହାସର ସବୁଠାରୁ ବଡ଼ ରହସ୍ୟ। କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି, ଏହି ଚକ୍ରଗୁଡ଼ିକ ଗୋଲ ନୁହେଁ, ଏଗୁଡ଼ିକ ଟିକେ ଅଣ୍ଡା ଆକୃତିର। କାହିଁକି? କାରଣ ସୂର୍ଯ୍ୟଙ୍କ ଛାଇ ବର୍ଷ ସାରା ସମାନ ନଥାଏ। ଶୀତରେ ଲମ୍ବା ଏବଂ ଗ୍ରୀଷ୍ମରେ ଛୋଟ ଭାବେ ପଡ଼ିଥାଏ। ତେଣୁ ଶିଳ୍ପୀମାନେ ଚକ୍ରକୁ ଏମିତି ଡିଜାଇନ୍ କଲେ ଯେ ବର୍ଷର 365 ଦିନ ଠିକ୍ ଟାଇମ୍ ଦେବ। କୌଣସି କମ୍ପ୍ୟୁଟର ନଥାଇ ମଧ୍ୟ ଏହା ଏତେ ପରଫେକ୍ଟ ହିସାବ। କଳ୍ପନା କରନ୍ତୁ, ଆଜି ଆମେ ଯେଉଁ ସ୍ମାର୍ଟ ୱାଚ୍ ପିନ୍ଧୁଛେ, ସେହି ସ୍ମାର୍ଟ ୱାଚ୍ 1200 ବର୍ଷ ତଳେ ଆମ ପୂର୍ବଜମାନଙ୍କ ପାଖରେ ଥିଲା ଏହି ପଥର। ଏଇଥିପାଇଁ ତ ଆମ ଓଡ଼ିଶା ସବୁଠାରୁ ନିଆରା। ତ ଆମ ପୂର୍ବଜମାନେ କେତେ ବଡ଼ ସାଇଣ୍ଟିଷ୍ଟ ଥିଲେ ଆପଣମାନେ ଅନୁମାନ କରିପାରୁଥିବେ। ଫ୍ରେଣ୍ଡସ୍, ଏହି ସାଇନ୍ସ ଆପଣମାନଙ୍କୁ କିପରି ଲାଗିଲା? ଆମ ପୂର୍ବଜମାନଙ୍କ ପାଇଁ କମେଣ୍ଟରେ ମୁଁ ଓଡ଼ିଶା ମହାନ ବୋଲି ଲେଖନ୍ତୁ। ଯଦି ଭିଡ଼ିଓ ଭଲ ଲାଗିଥାଏ ନିଶ୍ଚିତ ଭାବରେ ଚ୍ୟାନେଲକୁ ଲାଇକ୍ ସେୟାର କରିବା ପାଇଁ ଭୁଲିବେ ନାହିଁ। ଆଉ ଆମ ଐତିହ୍ୟର ଆଉ ଅନେକ ପ୍ରକାର ରହସ୍ୟ ଜାଣିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ। ପୁଣି ଦେଖା ହେବ ଆଉ ଏକ ଦମଦାର ଟପିକ୍ ସହିତ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଜୟ ହିନ୍ଦ, ଜୟ ଭାରତ।